ନୂଆପଡ଼ାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ। ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର କନଫରେନ୍ସ ହଲ୍ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ବାବୁଲି ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଖରିଆର ପ୍ରଦୀପ କୁମାର ବେହୁରିଆ, ଉଦ୍ୟାନ ଓ କୃଷି ବିଭାଗ ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହଁସଦା, କୃଷି ଶିଳ୍ପ ନିଗମ ଜିଲ୍ଲା ପରିଚାଳକ ପଦ୍ମଲୋଚନ ମାଝୀ, ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମୃତ୍ତିକା ବିଶେଷଜ୍ଞ ଗୋବିନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ଦୀପ ପ୍ରଜ୍ୱଳନ କରାଯାଇ ଅତିଥିଗଣଙ୍କ ଦ୍ୱାରା ଉପସ୍ଥିତ ଚାଷୀମାନଙ୍କୁ ସଚେତନତା କରାଯାଇଥିଲା। ପରେ ମୃତ୍ତିକା ଦିବସ ଅବସରରେ କିଛି ଚାଷୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟଭୂଷଣ ନାଗ, ଆସିଷ୍ଟାଣ୍ଟ କୃଷି ଅଧିକାରୀ ଆଭାସ ନାୟକ, ଆଶିଷ ମେହେର, ବର୍ଷା ଆଜାଦ ପ୍ରମୁଖ ଉପସ୍ଥିତ ରହିଥିଲେ। କୁମନା ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଆମର ଆଜି ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି। ସାରା ପୃଥିବୀରେ ଆମର ଯେଉଁ 195ଟି ଦେଶ ବା 193ଟି ଦେଶ ଯେଉଁ ପାଳନ କରୁଛନ୍ତି, ସେ ଲୋକଙ୍କୁ ସଚେତନ କରାଯାଉଛି କେମିତି ମାଟି ଆପଣ ପରୀକ୍ଷା କରିବେ, କେମିତି ତାର ମ୍ୟାନେଜମେଣ୍ଟ କରିବେ, ତାର ଉପରେ ସଚେତନ କରାହେଉଛି। ଆଉ ତାଦ୍ୱାରା ଯେଉଁ ହେଉଛି ଆପଣଙ୍କର ମାଟିର ଯେଉଁ ପଲ୍ୟୁସନ୍ ହେଉଛି, ପାଣି ପଲ୍ୟୁସନ୍ ହେଉଛି, ଏୟାର ପଲ୍ୟୁସନ୍, ଖାଦ୍ୟ ପଲ୍ୟୁସନ୍କୁ ରୋକି ହେବ। ଆଉ ଆସ୍ତେ ଆସ୍ତେ ମାଟିର ଅବସ୍ଥା ଖରାପ ହୋଇଗଲାଣି। ପ୍ରାୟ ଓଡ଼ିଶାର ମାଟି ଏସିଡ଼ିକ୍ ହୋଇଗଲାଣି ଏଇ ଯେଉଁ ଜୁଡ଼ିସିୟସ୍ ଫର୍ଟିଲାଇଜର ୟୁଜ୍ କରିବା ଦ୍ୱାରା। ତେଣୁ ଏସବୁ ନ କରିକିରି ଆପଣଙ୍କର ମାନେ ବାଲାନ୍ସ ଫର୍ଟିଲାଇଜର ୟୁଜ୍ କରିବା, ଖତ ବ୍ୟବହାର କରିବା, ଭର୍ମି କମ୍ପୋଷ୍ଟ ବ୍ୟବହାର କରିବା, ଧନିଚା ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାହେଉଛି। ତେଣୁ ମାଟି ପରୀକ୍ଷା ମଧ୍ୟ 2-3 ବର୍ଷରେ ଥରେ ମାଟି ପରୀକ୍ଷା କରି ମାଟିର ଅବସ୍ଥା ଆପଣ ଜାଣନ୍ତୁ। ତା ସହିତ ମାଟିର ଏଇ ଯଦି ଆପଣଙ୍କର କୌଣସି ପ୍ରକାର ମାଟିର ଟେଷ୍ଟରେ କିଛି ଅସୁବିଧା ହେଉଛି, ଆମର ଭିଲେଜ ଲେଭେଲରେ, ଜିପି ଲେଭେଲରେ ଯେଉଁ ଅଛନ୍ତି କୃଷକ ସାଥୀ ଅଛନ୍ତି, ଭିଡବୁଲ ଅଛନ୍ତି, ତାଙ୍କର ସହଯୋଗ ନେଇକି ମାଟି ଆଣିକି ଟେଷ୍ଟ କରିବାକୁ ଦିଅନ୍ତୁ। ଯେଉଁଟାକି ଆମର 3ଟା ମାଧ୍ୟମରେ ମାଟି ମଧ୍ୟ ଟେଷ୍ଟ କରାହେଉଛି। ଯେଉଁଟା ଆପଣଙ୍କର ଡିଷ୍ଟ୍ରିକ୍ଟ ଲେଭେଲରେ ଲାବୋରେଟୋରୀ ହେଉଛି, କିମ୍ବା ମୋବାଇଲ ଭ୍ୟାନ୍ ମାଧ୍ୟମରେ ହେଉଛି, କିମ୍ବା ଭିଲେଜ ଲେଭେଲରେ ଯେଉଁ ଟେଷ୍ଟିଂ ଲାବୋରେଟୋରୀ ତା ଦ୍ୱାରା ମଧ୍ୟ ମାଟି ମାଗଣାରେ ଟେଷ୍ଟ କରିବା ପାଇଁ ଲୋକଙ୍କୁ ବୁଝାଯାଉଛି। ଆଉ ଏଇ ଯେଉଁ ଟେଷ୍ଟ କଲା ପରେ ଯେଉଁ ଅନୁସାରେ ସାର ଔଷଧ ସାର ଦରକାର, ସେ ଅନୁସାରେ ବ୍ୟବହାର କରିବା ପାଇଁ ମଧ୍ୟ ଚାଷୀମାନଙ୍କୁ ଅନୁରୋଧ କରାହେଉଛି। ତେଣୁ ଏହି ଦିବସ ଯେଉଁ ପାଳନ କରାହେଉଛି, ମାଟିର କେମିତି ଜାଣିବା, ମାଟିର ଅବସ୍ଥା କେମିତି ଅଛି, ତାର ମ୍ୟାନେଜମେଣ୍ଟ କେମିତି କରିବା, ବିଭିନ୍ନ ପ୍ଲାନିଂ କରିବା ଉପରେ ଆଜି ହେଉଛି ସଚେତନ କାର୍ଯ୍ୟକ୍ରମ। For more updates, please subscribe to our channel and press the bell icon.